ଖୋର୍ଦ୍ଧାର ଶାନ୍ତି ବୃଦ୍ଧାଶ୍ରମ। ହଠାତ୍ ବୃଦ୍ଧାଶ୍ରମ ଆଗରେ ଲାଗିଲା ଗୋଟିଏ ସ୍କୁଲ ବସ୍। ଛୋଟ ଛୋଟ ପିଲାମାନେ ବସ୍ରୁ ଓହ୍ଲାଇ ଖୁସିରେ ଡେଇଁ ଡେଇଁ ବୃଦ୍ଧାଶ୍ରମ ଭିତରକୁ ପଶିଲେ। ସେମାନଙ୍କ ଭିତରେ ଟିକି ବୋଲି ଜଣେ 10 ବର୍ଷର ଝିଅ ଥିଲା। ସେ ବି ସମସ୍ତଙ୍କ ସହିତ ଭିତରକୁ ଗଲା। ଛୋଟ ଛୋଟ ପିଲାମାନେ ବୃଦ୍ଧାଶ୍ରମର ବୁଢ଼ାବୁଢ଼ୀଙ୍କ ସହିତ ମିଶୁଥିଲେ, କଥା ହେଉଥିଲେ, ଆଉ ସେମାନଙ୍କୁ ଖାଇବା ବି ବାଣ୍ଟୁଥିଲେ। ହଠାତ୍ ଟିକିର ନଜର ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ଅଟକିଗଲା। ସେ ତାଙ୍କୁ ପୁରା ଏକଲୟରେ ଅନେଇ ରହିଲା। ଆଉ କ'ଣ ହେଲା କେଜାଣି, ହଠାତ୍ ତାଙ୍କ ପାଖକୁ ଦୌଡ଼ି ଯାଇ ତାଙ୍କୁ ଜାବୁଡ଼ି ଧରିଲା। ଆଉ ଜୋର ଜୋର କାନ୍ଦୁ କାନ୍ଦୁ କହିଲା, ଜେଜେ ବାବା, ତମେ ଏଠି? ତମେ ତ ମରିଯାଇଥିଲ, ପୁଣି କେମିତି ଆସିଲ? ତା କଥା ଶୁଣି ସେ 80 ବର୍ଷର ଲୋକ ଆଶ୍ଚର୍ଯ୍ୟ ହୋଇ ତାକୁ ଅନେଇ ରହିଲେ। ଆଉ କହିଲେ, ଝିଅ, ତୁ କିଏ? ମୁଁ ତ ତତେ ଚିହ୍ନିନି। ମୁଁ କେମିତି ତୋର ଜେଜେବାବା ହେଲି? ଜେଜେବାବାଙ୍କ ମୁହଁରୁ ଏମିତି କଥା ଶୁଣି ଟିକି ବି ଆଶ୍ଚର୍ଯ୍ୟ ହୋଇଗଲା। ଆଉ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲା, ହେଲେ ସେ ଲୋକ ଜଣକ ବୁଝିବାକୁ ନାରାଜ। ହେଲେ ଯେତେବେଳେ ଟିକି ତାର ସ୍କୁଲ ବ୍ୟାଗରୁ ଗୋଟିଏ ଏମିତି ଜିନିଷ କାଢ଼ି ଦେଖେଇଲା, ଦେଖିକି ନିଜେ ସେହି ଲୋକ ଜଣକ ବି ଆଶ୍ଚର୍ଯ୍ୟ ହୋଇଗଲେ। କିଏ ଥିଲେ ସେହି ବ୍ୟକ୍ତି? ଆଉ କିଏ ଥିଲା ଟିକି? ଟିକି ଯଦିଓ ତାଙ୍କୁ ଜେଜେବାବା ବୋଲି କହୁଥିଲା, କିନ୍ତୁ ସେ ଲୋକ କାହିଁକି ଟିକିକୁ ଚିହ୍ନି ପାରୁନଥିଲେ? କ'ଣ ଥିଲା ପ୍ରକୃତ କାହାଣୀ? ଜାଣିଲେ ଆପଣ ବି ଚକିତ ହୋଇଯିବେ। ଭାବିବେ, ସତରେ କଳିଯୁଗରେ ମଣିଷ ଏତେ ନିଷ୍ଠୁର କେମିତି ହୋଇପାରେ? ଏକ ନୈତିକ ମୂଲ୍ୟବୋଧ ବିଶିଷ୍ଟ ଚମତ୍କାର କାହାଣୀ। ପୁରା ନ ଦେଖିଲେ ଜାଣିପାରିବେନି, ତେଣୁ ସ୍କିପ୍ ନ କରି ପୁରା ଦେଖନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ହଁ, ଯେଉଁମାନେ ଆମ ଭିଡ଼ିଓରେ ନିଜ ନାଁ ସହିତ ଜାଗା ନାଁ ଦେଇ ପ୍ରଥମେ କମେଣ୍ଟ କରିବେ, ସେମାନଙ୍କର ନାଁ ଆମେ ପରବର୍ତ୍ତୀ ଭିଡ଼ିଓରେ ଘୋଷଣା କରିବୁ। ବ୍ୟାଗ୍ ଭିତରେ ଥିବା ଫଟୋରେ ନିଜକୁ ଦେଖି ସେ ବୁଢ଼ା ଲୋକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଟିକିକୁ ଅନେଇ କହିଲେ, ଝିଅ, ଏ ଫଟୋ ତୁ କେଉଁଠୁ ଆଣିଲୁ? ଆଉ ମୁଁ କେମିତି ଏ ଫଟୋରେ ଅଛି? ସେ ଫଟୋ ଦେଖେଇ ଟିକି ତାଙ୍କୁ ସବୁ ବୁଝେଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ସେ ବୟସ୍କ ଲୋକ ଏବେ ବି ବୁଝିବାକୁ ରାଜି ନଥିଲେ କି ସେ ଟିକିର ଜେଜେବାବା ବୋଲି। ଏହା ଭିତରେ 3 ଘଣ୍ଟା ହୋଇଯାଇଥିଲା। ସ୍କୁଲ ସାର୍ ବି ପିଲାଙ୍କୁ ନେଇ ଫେରିବାର ଥିଲା। ତେଣୁ ସେମାନେ ଟିକିକୁ ବୁଝେଇବାରେ ଲାଗିଲେ କି ସେ ତୋର ଜେଜେବାବା ନୁହନ୍ତି, ନହେଲେ ସେ ବି ତତେ ଚିହ୍ନି ପାରିଥାନ୍ତେ। ଆଉ ଚାଲ ଆମେ ଏଠାରୁ ବାହାରିବା, ନହେଲେ ଘରେ ପହଞ୍ଚିବା ବେଳକୁ ଡେରି ହୋଇଯିବ। ହେଲେ ଟିକି ବୁଝିବାକୁ ନାରାଜ। ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଗଲେ। କ'ଣ କରିବେ କିଛି ଭାବି ପାରୁନଥିଲେ। ଶେଷରେ ବାଧ୍ୟ ହୋଇ ସେମାନେ ଟିକିର ବାପା ମାଙ୍କୁ ଖବର ଦେଲେ। ଘଣ୍ଟାଏ ପରେ ଟିକିର ବାପା ମା ଆସି ପହଞ୍ଚିଗଲେ, କାରଣ କଟକରୁ ସ୍କୁଲ ପିଲାମାନେ ପୁରୀ କୋଣାର୍କ ବୁଲିବା ପାଇଁ ଆସିଥିଲେ। ସେମାନେ ବୁଲି ସାରିବା ପରେ ସାର୍ମାନେ ଶାନ୍ତି ବୃଦ୍ଧାଶ୍ରମକୁ ନେଇଥିଲେ ପିଲାମାନଙ୍କୁ, କାରଣ ପିଲାଙ୍କୁ ବି ସେମାନେ ନୈତିକତା ଭିତ୍ତିକ ଶିକ୍ଷା ଦେବା ପାଇଁ ଚାହୁଁଥିଲେ। ଆଉ ବୃଦ୍ଧାଶ୍ରମର ବୁଢ଼ାବୁଢ଼ୀଙ୍କ ସହିତ ମିଶି ସେମାନଙ୍କର ବିଷୟରେ ଜାଣିବା ପାଇଁ ପିଲାଙ୍କୁ ଏଠିକୁ ନେଇ ଆସିଥିଲେ। ଟିକିର ବାପା ମା ଯେମିତି ବୃଦ୍ଧାଶ୍ରମରେ ସେ ବୟସ୍କ ବ୍ୟକ୍ତିଙ୍କୁ ଦେଖିଛନ୍ତି, ଚମକି ପଡ଼ିଲେ। ମୁହଁ ଫିକା ପଡ଼ିଗଲା। ଟିକି ବାପା ମାଙ୍କର ମୁଣ୍ଡ ତଳକୁ ହୋଇଗଲା। ଟିକି ତାଙ୍କ ବାପା ମାଙ୍କ ହାତ ଧରି ଯେତେବେଳେ ପଚାରିଲେ କି, ବାବା, ଦେଖ, ଇଏ ଆମ ଜେଜେବାବା ନା? ମତେ କେମିତି ଚିହ୍ନି ପାରୁନାହାନ୍ତି? ମନା କରୁଛନ୍ତି କି ମୁଁ ତାଙ୍କର ଗେଲା ନାତୁଣୀ ନୁହେଁ ବୋଲି? ଟିକିର ବାପା ସେ ବୟସ୍କ ବ୍ୟକ୍ତିଙ୍କୁ ଅନେଇଲେ ଆଉ କହିଲେ କି, ନା, ଇଏ ତୋର ଜେଜେବାବା ନୁହନ୍ତି। ତୋ ଜେଜେବାବା ତ କେବେଠୁ ମରିଗଲେଣି। ହେଲେ ଟିକି ମାନିବାକୁ ରାଜି ନଥିଲା। ଆଉ ଶେଷରେ ଟିକିକୁ ଜୋର ଜବରଦସ୍ତି ବାପା ମା ଘରକୁ ନେଇ ଆସିଲେ। ଟିକି ଘରକୁ ସିନା ପଳେଇ ଆସିଲା, ହେଲେ ସେ ତା ପରଠାରୁ ସେ ଲୋକଙ୍କୁ ଝୁରିବାକୁ ଲାଗିଲା। ସବୁବେଳେ ନିଜ ଜେଜେବାବାଙ୍କ କଥା ମନେ ପକେଇ କାନ୍ଦିବାରେ ଲାଗିଲା। ହେଲେ ଏକଥା ଟିକିର ବାପା ମା ଜାଣିପାରୁନଥିଲେ, କାରଣ ବାପା ମା ନିଜ ନିଜ ଜୀବନରେ ଏତେ ବ୍ୟସ୍ତ ରହୁଥିଲେ ଯେ ଝିଅର ମନ କଥା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନଥିଲା। ଟିକି ଏଣିକି ସ୍କୁଲରେ ବି ଉଦାସ ରହିବାରେ ଲାଗିଲା। ଧୀରେ ଧୀରେ ଟିକିର ଉଦାସ ମନକୁ ବୁଝିପାରିଲେ
ସ୍କୁଲର ପ୍ରକାଶ ସାର୍ ଗୋଟିଏ ଦିନ ସେ ଟିକିକୁ ପାଖକୁ ଡାକିଲେ ଆଉ ମୁଣ୍ଡ ଆଉଁସି ଦେଇ ପଚାରିଲେ କି, ଟିକି ତୋର କ'ଣ ହୋଇଛି? କାହିଁକି ତୋ ମନ ଉଦାସ ରହୁଛି? ସ୍ନେହ ଭଲ ପାଇବା ଦେଇ ପଚାରିବା ପରେ ଟିକି କାନ୍ଦି ପକେଇଲା ଆଉ ସବୁ କଥା ଖୋଲିକି କହିଲା। ଶୁଣିକି ବି ପ୍ରକାଶ ସାର୍ ବ୍ୟସ୍ତ ହୋଇପଡ଼ିଲେ ଆଉ ଟିକିକୁ ବୁଝାଇଲେ କି ହଉ, ଯେମିତି ହେଲେ ମୁଁ ତୋର ଜେଜେବାବାଙ୍କୁ ତୋ ପାଖକୁ ନେଇକି ଆସିବି, ତୁ ଆଉ ବ୍ୟସ୍ତ ହୁଅନି। କହିଦେଲେ ସିନା ତାଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଥିଲା କି ସତରେ ସେ କ'ଣ ଟିକିର ଜେଜେବାବା? ଯଦି ସତ, ତାହେଲେ ସେ କେମିତି ଟିକିକୁ ଚିହ୍ନି ପାରୁନାହାନ୍ତି? ଆଉ ଛୋଟ ପିଲା କେବେ ବି ମିଛ କହିବେନି। ଦିନେ ଏହାର ସତ ଜାଣିବା ପାଇଁ ସେ ସ୍କୁଲ ଛୁଟି ନେଇ ଖୋର୍ଦ୍ଧା ବାହାରିଲେ। ସେ ବୃଦ୍ଧାଶ୍ରମରେ ପହଞ୍ଚିବା ପରେ ସେ ବୟସ୍କ ବ୍ୟକ୍ତିଙ୍କ ସମ୍ପର୍କରେ ପଚରାଉଚରା କଲେ। ଆଶ୍ରମର ପରିଚାଳକ କହିଲେ କି 2 ବର୍ଷ ଆଗରୁ ସେ ଏଠାକୁ ଆସିଥିଲେ ଆଉ ରହିବା ପାଇଁ ଅନୁରୋଧ କଲେ। ଆମର ନିୟମ ଅନୁସାରେ ଆମେ ବି ବହୁତ ପଚାରିଲୁ କି ଆପଣଙ୍କର ଆଉ କିଏ ଅଛନ୍ତି, ହେଲେ ସେ ସଫା ମନା କରିଦେଇଥିଲେ କି ତାଙ୍କର କେହି ବି ନାହାନ୍ତି ଆଉ ଆମେ ତାଙ୍କ ବିଷୟରେ କିଛି ବି ଜାଣିନୁ। ପରିଚାଳକ ଠାରୁ ଶୁଣିକି ନିରାଶ ହୋଇଗଲେ ପ୍ରକାଶ ସାର୍। ସେଠୁ ସେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଗଲେ। ସେତେବେଳକୁ ସେ ରୁମରେ ଶୋଇଥିଲେ। ଅଜଣା ଲୋକଙ୍କୁ ଦେଖି ଉଠି ପଡ଼ିବା ପରେ ପ୍ରକାଶ ସାର୍ ଯାଇ ତାଙ୍କ ପାଖରେ ବସିଗଲେ। ନିଜର ପରିଚୟ ଦେବା ପରେ ସେ କଥା ହେବା ଆରମ୍ଭ କରିଦେଲେ ଆଉ ସେ ଚାଲାକି କରି ଯେତେ କଥା ପଚାରିଲେ ବି ସେ ବୟସ୍କ ବ୍ୟକ୍ତି ଜଣକ ଟିକିର ଜେଜେବାବା ବୋଲି ଜଣାପଡ଼ୁନଥିଲା। ପ୍ରକାଶ ସାର୍ ନିରାଶ ହୋଇଗଲେ। ଶେଷରେ ତାଙ୍କ ମନକୁ ଗୋଟିଏ ବୁଦ୍ଧି ଆସିଲା। ସେ କହିଲେ କି ଟିକି ଆପଣଙ୍କୁ ସବୁବେଳେ ଝୁରୁଛି ଆଉ ଖାଇବା ପିଇବା ବି ଠିକରେ କରୁନି। ମିଛରେ ହେଉ ପଛେ ତାର ଜେଜେବାବା ହୋଇ ଆପଣ ତା ପାଖକୁ ଫେରି ଯାଆନ୍ତୁ ଆଉ ସେ ଭଲ ହୋଇଗଲେ ଫେରି ଆସିବେ। ହେଲେ ଏହା ପଛରେ ଉଦ୍ଦେଶ୍ୟ ଥିଲା ଯେ ଟିକି ପାଖକୁ ତାଙ୍କୁ ନେଇଗଲେ ଟିକି ବି ଖୁସି ହୋଇଯିବ ଆଉ ସେ ବୟସ ବ୍ୟକ୍ତି ବି ଯଦି ଟିକିକୁ ଚିହ୍ନି ନିଜର କରିପାରନ୍ତେ। ବୁଢ଼ା ଲୋକ ଜଣକ ରାଜି ହୋଇ ତାଙ୍କ ସହିତ ବାହାରିଲେ। ସେ ସେଇ ବ୍ୟକ୍ତିଙ୍କୁ ନିଜ ବାଇକ୍ ଯୋଗେ ଖୋର୍ଦ୍ଧାରୁ କଟକ ନେଉଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା ଆଉ କଟକ ମାତ୍ର 7 କିଲୋମିଟର ଥିବା ବେଳେ ହଠାତ୍ ଏକ ଟ୍ରକ୍ ଆସି ପଛରୁ ପିଟିଦେଲା ଆଉ 2 ଜଣ ଛିଟିକି ଯାଇ ରାସ୍ତା କଡ଼ରେ ପଡ଼ିଲେ। ସେ ବୁଢ଼ା ଲୋକର ମୁଣ୍ଡ ପଥରରେ ପିଟି ହୋଇଗଲା ଆଉ ସେ ବେହୋସ ହୋଇ ସେଠାରେ ପଡ଼ି ରହିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ। ପ୍ରକାଶ ସାର୍ଙ୍କୁ ଅଳ୍ପ ଆଘାତ ଲାଗିଥିଲା, ତେଣୁ ସେ ଶୀଘ୍ର ଠିକ ହୋଇଗଲେ। ହେଲେ ସେ 70 ବର୍ଷୀୟ ଲୋକଙ୍କର ଚେତା ଫେରୁନଥିଲା। ଏବେ ଚିନ୍ତାରେ ପଡ଼ିଗଲେ ପ୍ରକାଶ ସାର୍, କାରଣ ଜଣେ ଅଜଣା ଲୋକକୁ ଆଣିବା ପରେ ଏମିତି ଘଟଣା ଘଟିଲା। ଡାକ୍ତରମାନେ ବି ଅକ୍ଲାନ୍ତ ପରିଶ୍ରମ କରୁଥିଲେ। ସେ ରାତି ପାହିଲା ଆଉ ଯେମିତି ସକାଳ ହୋଇଛି ଧୀରେ ଧୀରେ ତାଙ୍କର ଚେତା ଫେରିଲା। ଯେମିତି ସେ ନିଜକୁ ହସ୍ପିଟାଲ ବେଡ୍ରେ ଦେଖିଛନ୍ତି ଆଶ୍ଚର୍ଯ୍ୟ ହୋଇଗଲେ। ଅଳ୍ପ ଦୂରରେ ଥିବା ନର୍ସକୁ ପଚାରିଲେ, ମୁଁ କେଉଁଠି? ନର୍ସ ପ୍ରକାଶ ସାର୍ଙ୍କୁ ଡାକିଲେ ଆଉ ନର୍ସ ଯେତେବେଳେ ସେ ବୁଢ଼ା ଲୋକଙ୍କୁ କହିଲେ କି ଇଏ ଆପଣଙ୍କର ପରିଚିତ ଲୋକ, କଥା ହୁଅନ୍ତୁ। ପ୍ରକାଶ ସାର୍ଙ୍କୁ ଦେଖି ସେ ବୁଢ଼ା ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ପଚାରିଲେ କି ଆପଣ କିଏ? ଆଉ ନର୍ସ କାହିଁକି କହିଲେ କି ମୁଁ ଆପଣଙ୍କର ପରିଚିତ ଲୋକ ବୋଲି? ଶୁଣିକି ତ ପ୍ରକାଶ ସାର୍ ଚକିତ ହୋଇଗଲେ। ମନେ ମନେ ଭାବିଲେ କି ଏବେ ତ ମୁଁ ତାଙ୍କୁ ସବୁ କଥା କହି କଟକ ନେଇ ଆସୁଥିଲି, ମତେ କେମିତି ଭୁଲିଗଲେ? ତାଙ୍କର ସନ୍ଦେହ ହେଲା। ସେ ପଚାରିଲେ କି ମଉସା, ସତରେ କ'ଣ ଆପଣ ମତେ ଦେଖିକି ଜାଣିପାରୁନାହାନ୍ତି? ବୁଢ଼ା ଲୋକ ଜଣକ ମୁଣ୍ଡ ହଲେଇ ମନା କଲେ। ସେଠୁ ପ୍ରକାଶ ସାର୍ କହିଲେ କି ମଉସା, ଆପଣଙ୍କ ଘର କେଉଁଠି କହିପାରିବେ କି? ବୁଢ଼ା ଲୋକ ଜଣକ ଚୁପ୍ ରହିଲେ। ପୁଣି ଥରେ ପଚାରିବାରୁ କହିଲେ କି ପୁଅ, ମୋ ଘର ହେଉଛି କଟକ। ହେଲେ ହେଲେ କ'ଣ ମଉସା? ପ୍ରକାଶ ସାର୍ ପଚାରିବାରୁ ସେ କହିଲେ କି କିଛି ନାହିଁ। ପ୍ରକାଶ ସାର୍ଙ୍କର ସନ୍ଦେହ ବଢ଼ିଲା, କାରଣ ସେ ବୁଢ଼ା ଲୋକ ଏବେ କିଛି ଲୁଚେଇବାକୁ ଚାହୁଁଥିଲେ। ତୁରନ୍ତ ପ୍ରକାଶ ସାର୍ ଟିକିର ଫଟୋ ଦେଖେଇ ପଚାରିଲେ, ମଉସା, ଏ ଝିଅଟିକୁ ଆପଣ ଚିହ୍ନିଛନ୍ତି? ଯେମିତି ଫଟୋ ଦେଖିଛନ୍ତି
ସେ ବୁଢ଼ା ଲୋକ ଦେହରେ ଯେମିତି କମ୍ପନ ସୃଷ୍ଟି ହେଲା। ତୁରନ୍ତ ବେଡ୍ରୁ ଉଠି ପଡ଼ି କହିଲେ, କ'ଣ ହେଇଛି ତା ସହିତ? ଏ ଫଟୋ ତମ ପାଖକୁ କେମିତି ଆସିଲା? ତମେ କିଏ? ଆଉ ମୋ ଝିଅର କ'ଣ ହେଇଛି? ଟିକି ପ୍ରତି ଏବେ ସେ ବୁଢ଼ା ଲୋକର ଏତେ ବ୍ୟସ୍ତତା ଦେଖି ପ୍ରକାଶ ସାର୍ଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି। କାରଣ ଏଇ 24 ଘଣ୍ଟା ଆଗରୁ ଯିଏ ଟିକିକି ଚିହ୍ନି ପାରୁନଥିଲେ, ଏବେ ସେ ତା ଫଟୋ ଦେଖି ଏତେ ବ୍ୟସ୍ତ ହୋଇ ପଡ଼ୁଛନ୍ତି କେମିତି? ହେଲେ ମାମଲା କ'ଣ? ତାଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ୁଥିଲା। ଠିକ୍ ଏହି ସମୟରେ ପ୍ରକାଶ ସାର୍ଙ୍କୁ ଡାକ୍ତର ଡକେଇ ପଠେଇଲେ। ପ୍ରକାଶ ସାର୍ ଯାଇ ଡାକ୍ତରଙ୍କ କ୍ୟାବିନ୍ରେ ପହଞ୍ଚିଗଲେ। ଡାକ୍ତର କହିଲେ କି ଆପଣ ତାଙ୍କର କ'ଣ ହେବେ? ପ୍ରକାଶ ସାର୍ କହିଲେ କି ସେ ମୋର ଚିହ୍ନା ଲୋକ। ସେଠୁ ଡାକ୍ତର କହିଲେ କି ତାଙ୍କ ସହିତ କିଛି ଘଟଣା ଘଟିଥିଲା କି? କାରଣ ତାଙ୍କ ସହିତ ବୋଧେ କିଛି ଏମିତି ଘଟଣା ଘଟିଥିଲା ଯାହା ଫଳରେ ତାଙ୍କର ସ୍ମୃତି ଶକ୍ତି ଚାଲି ଯାଇଥିଲା। ଆଉ ଗତକାଲି ଯେତେବେଳେ ଆପଣଙ୍କ ସହିତ ଆସୁଥିଲେ, ଦୁର୍ଘଟଣାରେ ତାଙ୍କ ମୁଣ୍ଡ ପଥରରେ ମାଡ଼ ହୋଇଥିଲା। ସେଥିପାଇଁ ତାଙ୍କର ସ୍ମୃତି ଶକ୍ତି ଫେରି ଆସିଛି। ଏବେ ପ୍ରକାଶ ସାର୍ଙ୍କ ଆଗରେ ସବୁ କିଛି ସ୍ପଷ୍ଟ ହୋଇସାରିଥିଲା। ଟିକିଏ ଭାବିବା ପରେ ସେ କହିଲେ କି ସାର୍, ସେ କ'ଣ ମୋ ସହିତ ଘରକୁ ଯାଇପାରିବେ? ଡାକ୍ତର କହିଲେ କି ହଁ, ଆପଣ ତାଙ୍କୁ ନେଇପାରିବେ। ହେଲେ କିଛି ଦିନ ପାଇଁ ତାଙ୍କୁ ବେଶୀ କିଛି ମାନସିକ ଚାପ ଦେବେନି। ପ୍ରକାଶ ସାର୍ ଖୁସି ହୋଇଗଲେ। ସେ ବୁଢ଼ା ଲୋକ ପାଖକୁ ଫେରିଗଲେ। ଆଉ ପୂର୍ବରୁ ଘଟିଥିବା ସବୁ କଥା କହିଲେ। ଶୁଣିକି ସେ ବୁଢ଼ା ଲୋକ କାନ୍ଦି ପକେଇଲେ। କହିଲେ, ମୁଁ ଟିକିକୁ ଦେଖିବା ପାଇଁ ଚାହେଁ, ମୋତେ ଟିକେ ତା ପାଖକୁ ନେଇ ଚାଲ। ସେଠୁ ପ୍ରକାଶ ସାର୍ କହିଲେ କି ହଁ ମଉସା, ତମକୁ ଟିକି ପାଖକୁ ନେଇଯିବି। ହେଲେ ତମ ସହିତ ଏମିତି କ'ଣ ହୋଇଥିଲା ଯେ ତମର ସ୍ମୃତି ଶକ୍ତି ଚାଲି ଯାଇଥିଲା? ସେ ଚୁପ୍ ରହିଲେ। ପୁଣି ଥରେ ପ୍ରକାଶ ସାର୍ ପଚାରିଲେ, ହେଲେ ଏଥର ବି ସେ ଚୁପ୍ ରହିଲେ। ପ୍ରକାଶ ସାର୍ ଜାଣିଗଲେ କି କିଛି ବଡ଼ ଘଟଣା ଘଟିଛି। ଡାକ୍ତରଙ୍କର ପରାମର୍ଶ ଅନୁସାରେ ସେ ଆଉ ଚାପ ଦେବାକୁ ଉଚିତ ମଣିଲେନି। ତାଙ୍କୁ ନେଇ ନିଜ ଘରକୁ ଗଲେ। ସେଠାରେ ତାଙ୍କୁ ନିଜ ବାପାଙ୍କ ପରି ରଖିଲେ। ଆଉ ପରଦିନ ଯେତେବେଳେ ଟିକି ସ୍କୁଲକୁ ଆସିଲା, ତାକୁ ନେଇକି ସିଧା ନିଜ ଘରକୁ ଗଲେ। ଆଉ ଯେତେବେଳେ ଟିକିକୁ ଦେଖିଛନ୍ତି, ସେ ବୁଢ଼ା ଲୋକଙ୍କ ଆଖିରେ ଯେମିତି ଚମକ ପଳେଇ ଆସିଲା। ସେ ଟିକିକୁ ଜାବୁଡ଼ି ଧରି କାନ୍ଦିବାରେ ଲାଗିଲେ। ଟିକି ବି ଜେଜେବାବାଙ୍କୁ ପାଖରେ ପାଇ ଖୁସି ହୋଇଗଲା। ଆଉ ଆଶ୍ଚର୍ଯ୍ୟରେ ପଚାରିଲା, ଜେଜେବାବା, ତମେ ତ ମୋତେ ଚିହ୍ନି ପାରୁନଥିଲ, ଏବେ କେମିତି ଚିହ୍ନିଲ? ଆଉ ଏତେ ଦିନ ଯାଏଁ ତମେ କୁଆଡ଼େ ଚାଲି ଯାଇଥିଲ? ତମେ ପରା ଷ୍ଟାର ହୋଇଯାଇଥିଲ, ଆଉ ଏବେ କେମିତି ଆସିଲ? ମୋ କଥା କ'ଣ ବହୁତ ଜୋରେ ମନେ ପଡ଼ିଲା କି? ଶୁଣିକି ଜେଜେବାବା କାନ୍ଦି ପକେଇଲେ। ଏତିକି ବେଳେ ପ୍ରକାଶ ସାର୍ ବି ଟିକେ ସ୍ନେହରେ ପଚାରିଲେ କି ମଉସା, ଏବେ ତ କୁହନ୍ତୁ, ଆପଣଙ୍କ ସହିତ କ'ଣ ହୋଇଥିଲା? ସେ କହିବାକୁ ଆରମ୍ଭ କଲେ, ମୋ ନାଁ ଶିବାନନ୍ଦ ମହାପାତ୍ର। କଟକ ସିଡ଼ିଏରେ ମୋର ଘର। ଗୋଟିଏ ବୋଲି ପୁଅ। ତାର ମା ତା ନାଁ କେତେ ସରାଗରେ ଦେଇଥିଲା ଆଶିଷ। ସରକାରୀ ଚାକିରିରୁ ଅବସର ପରେ କେତେ ଆଶା କରିଥିଲୁ କି ପୁଅକୁ ବାହା କରେଇ ବାକି ଜୀବନ ବୋହୂର ହାତ ପରସା ଖାଇ ଆମେ ବୁଢ଼ା ବୁଢ଼ୀ ଶେଷ ଜୀବନ ଆରାମରେ କଟେଇ ଦେବୁ। ହେଲେ ଆମ ଭାଗ୍ୟରେ ଆଉ କିଛି ଲେଖା ଥିଲା। ଜଣେ ଶିକ୍ଷିତା ଆଉ ଧନୀ ଘରେ ପୁଅକୁ ବାହା କଲି। ବୋହୂ ଚାକିରି କରିଥିଲା, ଆଉ ପୁଅ ବି ମୋର ବଡ଼ ବ୍ୟବସାୟ କରୁଥିଲା। ଘରକୁ ବୋହୂ ଆସିବା ପରେ ଯେମିତି ଆମ ବୁଢ଼ା ବୁଢ଼ୀଙ୍କ ଦାୟିତ୍ୱ ବଢ଼ିଗଲା। କାରଣ ପୁଅ ବୋହୂ ଦୁହେଁ ସକାଳୁ ବାହାରି ଯାଉଥିଲେ ଆଉ ସନ୍ଧ୍ୟାକୁ ଫେରୁଥିଲେ। ଆଉ ଘରର ସବୁ କାମ ତମ ମାଉସୀଙ୍କୁ କରିବାକୁ ପଡ଼ିଲା। ତଥାପି ଆମ ମନରେ କିଛି ବି ନଥିଲା। ମାଉସୀ ଖୁସିରେ ସବୁ କରୁଥିଲେ। ଏହା ଭିତରେ ଟିକି ଜନ୍ମ ହେଲା। ଆଉ ସେ ଜନ୍ମ ହେବା ପରେ ପୁରା ଘରର ଦାୟିତ୍ୱ ଓ ଟିକିର ଦାୟିତ୍ୱ ଆମ ଉପରେ ପଡ଼ିଲା। ତମ ମାଉସୀ ରୋଷେଇ କାମଠାରୁ ଆରମ୍ଭ କରି ଘର କାମ କରୁଥିଲେ, ଆଉ ମୁଁ ଟିକିର ପୁରା ଦାୟିତ୍ୱ ନେଉଥିଲି। ଏମିତି ଟିକି 3 ବର୍ଷର ହୋଇଯାଇଥିଲା। ହଠାତ୍ ଦିନେ ତମ ମାଉସୀଙ୍କର ହାର୍ଟ ଆଟାକ୍ ହେଲା, ଆଉ ସେ ହସ୍ପିଟାଲରେ ମରିଗଲେ। ଏବେ ମୁଁ ପୁରା ଏକା ହୋଇଯାଇଥିଲି। ମୋ ସ୍ତ୍ରୀର ମୃତ୍ୟୁ ପରେ ମୁଁ ପୁରା ଭାଙ୍ଗି ପଡ଼ିଥିଲି। କାରଣ ଏବେ ମୋ ମନ କଥା ବୁଝିବାକୁ ଆଉ କିଏ ବି ନଥିଲେ। ଘର ସହିତ ଟିକିର ପୁରା ଦାୟିତ୍ୱ ମୋ ଉପରେ ପଡ଼ିଲା।
से सकाळु उठिबाटारू आरंभ करी शोइबा पर्यंत तार सबु काम मु करुथिली। बड़ हेबा परे खुआई देबा, पाठ पढ़ेबा, स्कूल नहीं छाड़िबा आदि सबु काम करुथिली। तेणु टिकी मते पूरा निजर करि नैथिला। मु भी माउसी जिबा दुख भूली टिकी मुह को अनै समय काटि देउथिली। ता बापा माँ निज निज काम रे एते व्यस्त रहुथिले जे सेमानक पाखरे टिकी पाई समय नथिला। मते ए सब भल लागु नथिला। तेणु मु बोहू को तागिद करबाकू लागिली। कहली झियो एथर बड़ हेलाणी, तेणु चाकरी छाड़ी ता दायित्व ने। मो कथा ताकू भल लागु नथिला बोधे। तेणु से मो सहित झगड़ा लगेबा आरंभ करदेला। मते इयाडू सियाडू कहूथिला। टिकीर मुह को चाही सबु सही जाउथिली। हेले दिने एमिति परिस्थिति हेला जे टिकीर जन्मदिन थिला। से निजे ता बापा माँ को जल्दी केक नेकी आसीबा पई कहिथिला। हेले से दिन सेमानकर सबुठु अधिक विलंब हेला। घर को आसीबा बेलकू टिकी सोई पड़िथिला। सेमाने आसीबा परे मु सही पारिलिनी। जहाँ मन को आसिला पुओ बोहू को गाली देली। हेले सेमाने बुझिबे कौन, ओलोटा मते सब दोष देले। कहले इच्छा अछि जदि ए घरे रुह, नले घर छाड़िकी पलाओ। तमको एठारे केही खोजी नाहांती। आउ एमिति कथा कहिले जे मो मुंड घूरी गला। आउ सही पारिलिनी। परदिन भोरु घर छाड़ी पळेई आसिली। आसी भुवनेश्वर रे पहुँचिली। सेठारे सांग घरे किछि दिन रहिली। हेले टिकी को भूली पारु नथिली। से मो सहित एते मिसी जाइथिला जे तार मुह सबु बेले देखा जाउथिला। अन्य पटरे आउ घर को न फेरिबार संकल्प करिथिली। तेणु धीरे धीरे मोर मानसिक अवस्था बिगिड़बारे लागिला। दिने एमिति रास्ता रे जाउथिबा बेले गोटे छोट दुर्घटना हेला। मते डाक्तरखाना नहीं गले। गोटे दिन पर सुस्थ होई फेरिली सत, हेले तापरे कौन हेला के जानी किछि भी जानिनी। मोर स्मृति शक्ति पळेइथिला। मु किछि भी मने पकई पारु नथिली। जानिबा बेलकू मु शांति वृद्धाश्रम रे रहुथिली। आउ तापरे जहा हेला तमे जानिछ। सुनिकी प्रकाश सार भी कांदी पकेले। एबे से बुझी सारिथिले कि से दिन टिकी आगरे काहेकि ता बापा माँ मौसा को जानी सुनी न चिन्हिबार अभिनय करुथिले। से शिवानंद मौसा को तांको हक फेरेबा पाई चिंता कले। शिवानंद बाबू को नहीं थाना को गले। थाना बाबू प्रकाश सारंकर सांग थिले। दुहे मिसी एक प्लान कले। परदिन पुलिस शिवानंद बाबूंको पुओ बोहू को थाना को डकेले। आउ धमकाइले कि जदि तमे बापा को गोड़ हाथ धरी क्षमा न मागिब ताहले मु तम नारे केस करिबी। आउ सुप्रीम कोर्ट को नियम अनुसार तमे दुहे बंधा हेब। गिरफ हेले बोहूर चाकरी जीव। आउ पुओर व्यवसाय बुड़ीजीव। तम जीवन खराब होइजीव। शिवानंद बाबूंकर पुओ बोहू एते भी खराब नथिले। बुझीगले। आउ शिवानंद बाबू को क्षमा मागी घर को नहीं गले। जेजे बाबा को पाखरे पाई टिकी भी खुशी हो गला। आउ शिवानंद बाबू भी पूर्व रागरुषा भूली समस्त को आपणाई नेले। एबे समस्ते खुशी रे अछंती। तो कहानीटी एतिकी थिला। वर्तमान समय रे बापा माँ कार्य व्यस्ततार दुहाई दे पिला को अवहेला करी चलीचंती। सेमानकु जमा भी समय देउनांती। यह केमिति आउ केते दूर पिलांको ऊपर प्रभाव पकाउची आपण कमेंट बॉक्स रे मत देबे। वीडियो भल लागिथिले लाइक शेयर करबा सहित चैनल को सब्सक्राइब करि देबे। बेल आइकन को ऑन करबा को जमा भी भूलिबेनी। आउ हां यूट्यूब सहित आमे फेसबुक रे भी आपणक सहित जोड़ी हेबा पई चाहूचु। तेणु आम फेसबुक पेज को भी फॉलो करि देबे। लिंक डिस्क्रिप्शन में रही। गत वीडियो रे कमेंट करिथिबा बंधु माने हेले कंबु पाणी प्रधान बौद्ध, मंजुश्री राउरकेला, लिंगराज प्रधान, रश्मि स्वाई मुंबई, अमिता राणा, राजीव कुमार नायक दामनजोड़ी, वीणा दास कटक, रमेश महाकुल, अखिल कुमार दास ढेंकानाल, मुकुंद माडकामी मालकानगिरी, बनलता बेहेरा, मानसी स्वाई, प्रशांत स्वाई जगतसिंहपुर, विजय जेना, अशोक प्रसाद दास, महेश्वर दास, जशवंत रॉक्स सुंदरगढ़, वीरकिशोर नाथ
ଛେଣ୍ଡିପଦା, ସନ୍ତୋଷ ସାହୁ ବରଗଡ଼, ମହାଦେବ ନାୟକ ମୟୂରଭଞ୍ଜ, ଲିପିକା ପଣ୍ଡା ଅନୁଗୁଳ, ଅନିମା ମିଶ୍ର, ସନ୍ତୋଷ ପ୍ରଧାନ ବରଗଡ଼, ବିଜୟ ଜେନା। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।